ଚନ୍ଦକା ଜଙ୍ଗଲରେ ସ୍ଥୂଳବୁଦ୍ଧି ନାମରେ ସିଂହଟିଏ ଥିଲା। ତାର ଅମାତ୍ୟମାନଙ୍କ ମଧ୍ୟରେ ତୀକ୍ଷ୍ଣ ବୁଦ୍ଧି ନାମକ ବିଲୁଆ ଅତି ବିଶ୍ୱାସୀ ଏବଂ ପ୍ରିୟ ଥିଲା। ସିଂହ ମଧ୍ୟ ନିତିଦିନ ପଶୁମାନଙ୍କୁ ମାରି ନିଜେ ଖାଏ, ବିଲୁଆକୁ ଖୁଆଏ। ଥରେ ସିଂହ ଜ୍ୱରରେ ପୀଡ଼ିତ ହୋଇ ଶିକାର ପାଇଁ ଗଲା ନାହିଁ। ଏଣୁ ସେ ତୀକ୍ଷ୍ଣ ବୁଦ୍ଧିକୁ କହିଲା, ମୋ ପାଇଁ କିଛି ଖାଦ୍ୟ ସଂଗ୍ରହ କର। ବିଲୁଆ ଖାଦ୍ୟ ଅନ୍ୱେଷଣ ନିମନ୍ତେ ଏଣେତେଣେ ବୁଲି ବୁଲି କିଛି ବି ପାଇଲା ନାହିଁ। ଫେରିବା ବାଟରେ ସେ ନିର୍ବିବେକ ନାମକ ଗଧଟିଏ ଦେଖିଲା। କିପରି ଗଧଠାରେ ବିଶ୍ୱାସ ଜନ୍ମାଇ ସିଂହର ଭୋଜନ ପାଇଁ ଏହାକୁ ନେବି ବୋଲି ସେ ଚିନ୍ତା କଲା। ତାପରେ ସେ ଗଧ ପାଖରେ ପହଞ୍ଚି କହିଲା, ସାଙ୍ଗ, ବର୍ତ୍ତମାନ ଆମ ପଶୁରାଜଙ୍କର ଜଣେ ସଚିବ ଦରକାର। ସେଥିପାଇଁ ଆପଣ ସବୁ ମତେ ଯୋଗ୍ୟ। ତେବେ ସଙ୍ଗେ ସଙ୍ଗେ ଆପଣ ମୋ ସହିତ ଆସନ୍ତୁ। ଏମିତି କହି ସେଠାରୁ ଚାଲିଲା। ନିର୍ବିବେକ ମୂର୍ଖାମି ଯୋଗୁଁ ବିଲୁଆକୁ ବିଶ୍ୱାସ କରି ସିଂହ ପାଖକୁ ଯାଇ ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣଙ୍କ ସଚିବ ହେବା ପାଇଁ ମୁଁ ଆସିଛି। ଏହା ଶୁଣି ସିଂହ କପଟ ହସ ଦେଖାଇଲା। ସେ କହିଲା, ଅବଶ୍ୟ ମୋର ସଚିବ ଭାବେ ତୋତେ ନିୟୋଜିତ କରିବି। ଏଣୁ ମୋ ପାଖକୁ ଆସେ। ନିର୍ବୁଦ୍ଧିଆ ଗଧ ଆନନ୍ଦର ସହିତ ସିଂହ ପାଖକୁ ଆସିଲା। ସିଂହ ମଧ୍ୟ ଦାନ୍ତ ଓ ନଖ ଦ୍ୱାରା ଗଧର ଗଳା କଣା କରି ରକ୍ତପାନ କରି ବାହାରକୁ ଚାଲିଗଲା। ସେଠାରେ ଥିବା ଶୃଗାଳ ଭୋକରେ ମୃତ ଗଧର ମୁଣ୍ଡକୁ ସଙ୍ଗେ ସଙ୍ଗେ ଭକ୍ଷଣ କଲା। ସିଂହ ବାହାରୁ ଫେରିଆସି ପଚାରିଲା, ଗଧର ମୁଣ୍ଡ କୁଆଡ଼େ ଗଲା? ବୁଦ୍ଧି ମୁଣ୍ଡରେ ଥାଏ, ଗଧର ବୁଦ୍ଧି ନାହିଁ, ଏଣୁ ତାର ମୁଣ୍ଡ କେଉଁଠୁ ଆସିବ ବୋଲି ବିଲୁଆ କହିଲା। ସିଂହ ମଧ୍ୟ ବିଲୁଆର କଥାକୁ ସତ ମନେକରି ମାଂସ ଖାଇ ଶୋଇଲା। ଏଣୁ ଯଥାର୍ଥରେ କୁହାଯାଇଛି, ଯାହାର ନିଜର ବୁଦ୍ଧି ନାହିଁ, ପରବୁଦ୍ଧିରେ କ'ଣ ହୋଇପାରେ? ନିର୍ବିବେକ ପରି ମୂର୍ଖ ଦୋଷରୁ ମୃତ୍ୟୁ ହିଁ ହେବ।